ଆପଣମାନଙ୍କୁ ପୂର୍ବ ଭିଡ଼ିଓରେ ଦେଖେଇଥିଲି ଆଉ ହାଟରୁ ଆଣିଥିଲି କଳମ ଶାଗ ତାର କିଛିଟା ଡାଳ ମୁଁ ଲଗେଇ ଦେଇଥିଲି କୁଣ୍ଡରେ। ସେ ସବୁ ଶାଗ କଅଁଳି ଯାଇଥିଲା ତାକୁ ତୋଳିକି ନେଇ ଆସିଲି ଆଉ କଖାରୁ ଡଙ୍କ ଖଣ୍ଡେ ଆଉ ବାକି ସବୁ ଯାହା ବି କୁଣ୍ଡରେ ଲଗେଇଥିଲି ଶାଗ ସେ ସବୁକୁ ତୋଳି ନେଇ ଆସିଲି। ଆଜି ଯେହେତୁ ପରିବା ଘରେ ଟିକେ କିଛି ବେଶୀ ସେତେ ନଥିଲା ଆଉ ତ ମାତ୍ର ଗୋଟେ କଞ୍ଚା କଦଳୀ ଥିଲା ଆଉ କ'ଣ ବି ରୋଷେଇ କରିବି ଭାବିକି ଏପଟେ ଶାଗ ଦେଖିଲି ସବୁ ବୁଢ଼ା ହେଇଗଲାଣି ତ ତାକୁ ସବୁ ତୋଳି ନେଇ ଆସିଲି। ତ କଖାରୁ ଶାଗ ଟିକେ ନେଇ ଆସିଲି, ଟିକେ ଶାଗରେ କଖାରୁ ଶାଗ ଡଙ୍କ ପକେଇଲେ ଭଲ ଲାଗେ ବୋଲି। ତାପରେ ଏଠି ଡାଲି ଏପଟେ ବସେଇ ଦେଇଥିଲି, ଆଜି ମୁଗ ଡାଲି କରିବାର ଥିଲା ଆଉ ଭାତ ବସେଇ ଦେଇଥିଲି। ଶାଗକୁ ଭଲ ଭାବରେ ବାଛିଦେଲି ଆଉ ଏଇ କଞ୍ଚା କଦଳୀକୁ ତାକୁ ଟିକେ ଭଜା କରିବି ବୋଲି ଭାବିଲି। ତାପରେ ଏପଟେ ଡାଲି ସିଝିବା ପରେ ରସୁଣ ଦେଇକି ତାକୁ ଫୁଟଣ ଦେଇକି ବଘାରି ଦେଇଥିଲି। ଆଉ ଆଜି ଲଙ୍କା ଦେଇନଥିଲି, ହଜବେଣ୍ଡଙ୍କର ପାଟି ଟିକେ ଭଲ ନଥିଲା ତ ରସୁଣ ଦେଇକି ବଘାରିଲେ ଡାଲିଟା ଟିକେ ଭଲ ଲାଗେ ମୁଗ ଡାଲିଟା। ତାପରେ ଏଠି କଦଳୀ ଆଳୁକୁ ଏମିତି ଗୋଲ ଗୋଲ କାଟିକି ତାକୁ ଟିକେ ରସୁଣ ଦେଇକି ଭାଜିଦେଲି। ଆଉ ଏଠି ଶାଗକୁ ବାଛିକି ଭଲ ଭାବରେ ଧୋଇ ଦେଇଥିଲି। ଆଉ କଖାରୁ ଶାଗକୁ ଫାଷ୍ଟ ଟିକେ ଆଗ ଲୁଣ ଦେଇକି ଆଉ କଖାରୁ ଡଙ୍କକୁ ଦେଇକି ଟିକେ ତାକୁ ଟିକେ ମଳେଇ ନେଲା ପରେ ତାପରେ ଏପଟେ ବାକି ସବୁ ଶାଗକୁ ତାକୁ ଆଗ କାଟି ଦେଇଥିଲି। ଆମେ ତ 2 ଜଣ ମଣିଷ, ଏତିକି ଶାଗ ହେଲେ ଆମ ପାଇଁ କାଫି। ଆଉ ତ ଶାଗ ବି ହଜବେଣ୍ଡକୁ ଟିକେ ବେଶୀ ଭଲ ଲାଗେ। ତ ଯେତିକି ବି ଶାଗ ହେଇଥିଲା ଆମ 2 ଜଣଙ୍କୁ ଖାଇକି ହେବା ପାଇଁ ଯଥେଷ୍ଟ ହେଇଥିଲା। ତ ତାପରେ ତାକୁ ଟିକେ ଲୁଣ ଦେଇକି ଆଉ ଟିକେ ସମୟ ଶାଗକୁ ଟିକେ ମଳେଇ ଦେଇଥିଲେ। ଆଉ ଏଠି ସକାଳର ଯାହା ବି ସବୁ ବାସନ ପଡ଼ିଥିଲା ତାକୁ ମଜାମଜି କରିନେଇଥିଲେ। ଆଉ ଶାଗଟା ଟିକେ ଯେହେତୁ ହଜବେଣ୍ଡ ଆସିବା ପାଇଁ ଲେଟ୍ ହେବ ସେଥିପାଇଁ ମୁଁ ଶାଗକୁ ସିଝେଇକି ରଖିଦେଇଥିଲି। ଆସିଲା ପରେ ତାକୁ ବଘାରିକି ଗରମ ଗରମ ଖାଇବୁ ବୋଲି। ତାପରେ ଏପଟେ ସକାଳେ ଘର ପୋଛିଥିଲି, ସେ ପୋଛାଟା ଶୁଖେଇବା ପାଇଁ ମନେ ନଥିଲା ଆଉ ତାକୁ ଟିକେ ଶୁଖେଇ ଦେଇଥିଲି। ଆଉ ଗୋଟେ ପାଛିଆ ଥିଲା ତାକୁ ମାଜି ଶୁଖେଇକି ଆମ୍ବସରା ଶୁଖେଇଦେଲି। ହଜବେଣ୍ଡ ଆସିଲା ବେଳେ ନାଣ୍ଡି ବଗୁଲି ଆଉ ଘୋଳ ଦହିରେ ଗୋଟେ କ'ଣ ଆଣିଥିଲେ ତାକୁ ଟିକେ ପିଇକି ମଟରକୁ ରାତି କରିବା ପାଇଁ ଭିଜେଇ ଦେଲି। ଆଉ ଗୋଟେ ଆମ୍ବ ସାଲାଡ଼ କାଟି ଦେଇଥିଲି ଆଉ ଶାଗକୁ ଗୋଟେ ରସୁଣ ଲଙ୍କା ଦେଇକି ଭାଜିଦେଲି। ତ ଆଜି ଖାଇବାରେ ଦେଖନ୍ତୁ ସବୁଥିରେ ଆମର ରସୁଣ ପଡ଼ିଲେ ଆମକୁ ବହୁତ ପସନ୍ଦ ହଜବେଣ୍ଡ ୱାଇଫ୍କି। ତାପରେ ସନ୍ଧ୍ୟାବେଳେ ଆମେ ଟିକେ ବାହାରି ଯାଇଥିଲୁ, ତ ଚାଲନ୍ତୁ ମୁଁ ଦେଖାଉଛି ଆମେ କୁଆଡ଼େ ଯାଇଥିଲୁ। ତାପରେ ଟିକେ ଗୁପଚୁପ୍ ଖାଇଦେଲି। ଆଉ ଖାଇସାରିଲା ପରେ ଲାଷ୍ଟକୁ ଏମିତି ଟିକେ ଶୁଖା ଗୁପଚୁପ୍ରେ ଲୁଣ ଲଗେଇକି ଆପଣମାନଙ୍କୁ ଖାଇବା ପାଇଁ ଭଲ ଲାଗେ ନା ନାହିଁ? ମୋତେ ତ ବହୁତ ପସନ୍ଦ। ତାପରେ ଆମେ ଟିକେ ପଳେଇଥିଲୁ ସନ୍ଧ୍ୟାରେ ଜୁଡ଼ିଓରେ ପହଞ୍ଚିକି ମୁଁ କିଛିଟା ଡ୍ରେସ୍ ଦେଖିଲି। ଆପଣମାନଙ୍କୁ କେମିତି ଲାଗୁଛି ଡ୍ରେସ୍ଗୁଡ଼ା କମେଣ୍ଟରେ ଜଣାଇବେ। ତାପରେ ଟିକେ ଚପଲ ଦେଖିଥିଲୁ ଆଣିବା ପାଇଁ, ତାପରେ ଯାହା ସବୁ କିଣିବାର ଥିଲା କିଣିକି ପଳେଇ ଆସିଥିଲୁ ଗାଡ଼ି ନେଇକି ପାର୍କିଂରୁ। ଆସିଲା ବେଳେ ବାଟରେ ଛତୁ ପାଇଁ ଗୋଟେ ଜାଗାରେ ଠିଆ ହେଲୁ, ଦେଖିଲା ବେଳକୁ ଭାଇ ନଥିଲେ। ତାପରେ ଆଉ ଗୋଟେ ଜାଗାରୁ ଛତୁ ନେଇକି ଆସିଲୁ ଆଉ କିଛିଟା ପରିବା ଆଣିଥିଲୁ। ତାପରେ ଟିକେ ବାଟରେ ଚାହା ପିଇଲୁ। ଚାହା ଆଜି ଦିନ ସାରା ପିଇନୁ ଯେ ଭଲ ଲାଗୁନଥିଲା। ଆଉ ସେ ଦୋକାନ ପାଖରେ ଗୋଟେ ଛୋଟ କୁନି ବିଲେଇଟେ ଦେଖିଲୁ, ହେଲେ ଭିଡ଼ିଓ କରିବା ଟାଇମ୍ରେ ସେ ପଳେଇଲା। ତାପରେ ଯେଉଁ ଛତୁ ଆଣିଥିଲି ତାକୁ ସବୁ ଟିକେ ଗୋଟେ କୁଲାରେ ତାକୁ ଟିକେ ଢାଳିକି ରଖିଦେଲି। ତାପରେ ରାତି ଖାଇବା ପାଇଁ ବାହାରି ପଡ଼ିଲି ପ୍ରିପାରେସନ୍ରେ। ତ ଅଟା ଦଳିକି ରଖିକି ଏପଟେ ମଟରକୁ ଟିକେ ଭଲ ଭାବରେ ଧୋଇଦେଲି ଆଉ ଗୋଟେ ପ୍ରେସର କୁକର୍ରେ ଦେଇକି ଲୁଣ ହଳଦୀ ଦେଇକି ପାଣି ଦେଇକି ତାକୁ ସିଝିବା ପାଇଁ ଛାଡ଼ିଦେଲି। ମଟର ଆଳୁ ଏପଟେ ସିଝିଯିବା ପରେ ସେପଟେ ସବୁ ମସଲା ରେଡ଼ି କରିଦେଇଥିଲି। ଆଉ କଢ଼େଇରେ ଟିକେ ସୋରିଷ ତେଲ ଦେଇକି ଚିନି ଦେଇଦେଲି। ତାପରେ ପିଆଜକୁ ଦେଇଦେଲି। ପିଆଜକୁ ହାଲକା ଭାଜି ନେଲା ପରେ ଅଦା ରସୁଣ ଆଉ କଞ୍ଚାଲଙ୍କା ଧନିଆ ପତ୍ରକୁ ଛେଚିକି ରଖିଥିଲି ତାକୁ ଦେଇକି କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ଭାଜି ଦେଇକି ତାପରେ ଟମାଟୋକୁ ଦେଇ ଦେଇଥିଲି। ତାପରେ ଲୁଣ ହଳଦୀ ଆଉ ଗରମ ମସଲା ଚିକେନ ମସଲା ଆଉ ଟିକେ କରି ପାଉଡ଼ର ଦେଇକି ଆଉ ଅଳ୍ପ ଟିକେ ପାଣି ଦେଇକି ଭଲ ଭାବରେ ମସଲାକୁ କଷି ନେଲି। ଆଉ ମସଲାରୁ ତେଲ ଛାଡ଼ିବା ପର୍ଯ୍ୟନ୍ତ କଷିଥିଲି। ମସଲା ଏଠି ଭଲ ଭାବରେ କଷି ହେଇଗଲା ପରେ ସିଝେଇ ରଖିଥିବା ମଟରକୁ ଦେଇଦେଲି ଆଉ ତାକୁ ଫୁଟିବା ପାଇଁ ଛାଡ଼ିଦେଲି। ଆଉ ଏଠି ମଟର ଆଳୁ ଭଲ ଭାବରେ ଫୁଟିଗଲା ପରେ ଲାଷ୍ଟକୁ ମୁଁ ଏଠି ଧନିଆ ପତ୍ର ଟିକେ ଦେଇ ଦେଇଛି ଆଉ ଟିକେ ଗରମ ମସଲା ଦେଇଦେଲି। ତ ତାପରେ ଆପଣମାନଙ୍କୁ ଏମିତି ମଟର ତରକାରୀ ରୁଟି ସହିତ କିମ୍ବା ପରଟା ସହିତ ଖାଇବା ପାଇଁ ଭଲ ଲାଗେ ନା ନାହିଁ କମେଣ୍ଟରେ ଜଣାଇବେ। ଆମ ହଜବେଣ୍ଡ ୱାଇଫ୍ଙ୍କର ତ ବହୁତ ପସନ୍ଦ ମଟର ତରକାରୀ, ପିଠା ସହିତ ରୁଟି ସହିତ କିମ୍ବା ପରଟା ପୁରୀ ଯାହା ସହିତ ଦେଲେ ବି ବହୁତ ପସନ୍ଦ। ତାପରେ ତରକାରୀ ହେଇଯିବା ପରେ ଏପଟେ ମୁଁ ରୁଟି ବନେଇ ଦେଇଥିଲି। ଆଉ ଫାଷ୍ଟ କିଛିଟା ରୁଟି କରିଥିଲି ଆଉ ଭାବିଲି ଆଜି ପରଟା 2 ପଟ କରିଦେବି ଯେହେତୁ ମଟର ତରକାରୀ ହେଇଛି। ହଜବେଣ୍ଡକୁ ସେତେ ପରଟା ପସନ୍ଦ ନୁହଁ ତ ତଥାପି 2ଟା ପରଟା କରିଥିଲୁ। ଆଉ ତାପରେ ସବୁ କାମ ସରିଲା ପରେ ଯାଇକି ଟିକେ ଫ୍ରେଶ୍ ହେଇଯାଇଥିଲି।
ତାପରେ ଆସିକି ଏଠିକି ଟିକେ କାଲି ଶାଗୁ ପାମ୍ପଡ଼ ବନେଇବି, ସେଥିପାଇଁ ଶାଗକୁ ଭିଜେଇ ଦେଇଥିଲି। ଶାଗୁଟା ଟିକେ ଗୋଟେ ଦିନ ଆଗରୁ ନ ଭିଜେଇଲେ ସେ ଭିଜୁନି ଭଲ ଭାବରେ। ତାପରେ ମୁଁ ଆଜି ଆପଣମାନଙ୍କୁ ଦେଖଉଛି କ'ଣ କ'ଣ ଆଣିଥିଲି। ତ ଏଇ କୁର୍ତ୍ତୀଟା ଆଣିଥିଲି, ପୁରା ପିଓର କଟନର, ପୁରା ସ୍ମୁଥ୍ ଥିଲା। ଆଉ ଏଇଟା ହଜବେଣ୍ଡଙ୍କର ଗୋଟେ ସାର୍ଟଟେ, ଗୋଟେ ପ୍ୟାଣ୍ଟଟେ, ଆଉ ଗୋଟେ ପ୍ୟାଣ୍ଟ ବି ଥିଲା। ଆଉ ଏଇଟା ଗୋଟେ ମ୍ୟାକ୍ସି ଡ୍ରେସ୍ଟା। ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟରେ ଜଣେଇବେ। ଏଇଟା କ୍ୟାମେରା ପାଇଁ, ଫ୍ରଣ୍ଟ କ୍ୟାମେରା ପାଇଁ ଏମିତି ଦେଖାହେଉଛି। କଲର୍ଟା ଆଉ ଟିକେ ଡିପ୍ ଥିଲା। ଆଉ ଏଇ ଜୋତାଟା ହଜବେଣ୍ଡଙ୍କର ଆସିଥିଲା। ତାପରେ ଏଇ ନେଲ୍ ପଲିସ୍ଟା ଆଣିଥିଲି, ଆଉ ଏଇଟା ଏଇ ସୁ ୱାଇପରଟା ଆଣିଥିଲୁ। ତ ଦେଖନ୍ତୁ ଡ୍ରେସ୍ଟା କେମିତି ହେଇଛି। ମୋତେ ୟାର ଏଇ ଯେଉଁ ଲେସ୍ ଟାଇପ୍ର ଲାଗିଛି ସେଇ ଡିଜାଇନଟା ବହୁତ ବଢ଼ିଆ ଲାଗିଲା। ଆଉ ଏଇ କୁର୍ତ୍ତୀଟା ଦେଖନ୍ତୁ, ଏଇଟା ହଜବେଣ୍ଡଙ୍କର ପୁରା ପସନ୍ଦର କୁର୍ତ୍ତୀଟା। ତ କେଉଁଟା ଭଲ ଲାଗିଲା ଆପଣମାନେ କମେଣ୍ଟରେ ଜଣାଇବେ। ତାପରେ ହଜବେଣ୍ଡ ଆସିଥିଲେ, ଆମେ ଖାଇ ଦେଇଥିଲୁ। ତ ଆଜିର ବ୍ଲଗ୍ ଥିଲା ଏତିକି। ଭିଡ଼ିଓ ଭଲ ଲାଗିଥିଲା ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।